ନମସ୍କାର, ଜୟ ଜଗନ୍ନାଥ। ଚାଲୁନ ଜାଣିବା ଏଜୁକେସନ ଇନଫର୍ମେସନ। ଓଡ଼ିଶା ସରକାର ଅର୍ଥ ବିଭାଗଙ୍କ ଦ୍ୱାରା ଲେଟର ନମ୍ବର 11,747 11/4/2025ରେ ବିଷୟଟି ଦେଖନ୍ତୁ। ୟୁନିଫାଏଡ ପେନସନ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେବା ପାଇଁ ବିକଳ୍ପ ଚୟନ କରିବା ସମ୍ବନ୍ଧରେ ଆମେ ୟୁନିଫାଏଡ ପେନସନର ପାଇଁ ଆମେ ବିକଳ୍ପ ଚୟନ କରିବା। ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର 24 ଜାନୁଆରୀ 2025 ତାରିଖରେ ବିଜ୍ଞପ୍ତି ଅଧିସୂଚିତ ୟୁପିଏସ୍ ନିର୍ଦ୍ଦେଶାବଳୀକୁ ରାଜ୍ୟ ସରକାର ଅର୍ଥ ବିଭାଗ ବିଜ୍ଞପ୍ତି ସଂଖ୍ୟା 9364 21/3/2025ରେ ଦ୍ୱାରା ଏନପିଏସ୍ ଅଧୀନରେ ଆସୁଥିବା କର୍ମଚାରୀଙ୍କ ପାଇଁ ଅନୁରୂପ ଭାବେ ଗ୍ରହଣ କରିଛନ୍ତି। ଯଦି ୟୁପିଏସ୍ 1/4/2025 ତାରିଖ ଠାରୁ ରାଜ୍ୟରେ ଲାଗୁ କରାଯାଇଛି, ଏହାର କାର୍ଯ୍ୟକାରିତା ପ୍ରଣାଳୀ ବର୍ତ୍ତମାନ ପ୍ରସ୍ତୁତ ହେଉଛି। ଆମର ୟୁପିଏସ୍ ଲାଗୁ ହେଲେ ମଧ୍ୟ କାର୍ଯ୍ୟକାରୀ ପ୍ରଣାଳୀ ଏବେ ଲାଗୁ ହେଉଛି। ଏହି ପ୍ରଣାଳୀ ଚୂଡ଼ାନ୍ତ ହେବା ପରେ ଏନପିଏସ୍ ଅଧୀନରେ ଅନ୍ତର୍ଭୁକ୍ତ ଯୋଗ୍ୟ ସରକାରୀ କର୍ମଚାରୀ ଅଥବା ପରିବାରବର୍ଗଙ୍କୁ ଏହି ୟୁପିଏସ୍ରେ ଅନ୍ତର୍ଭୁକ୍ତ ହେବା ପାଇଁ ବିକଳ୍ପ ଚୟନ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ। ଯଦି ଆବଶ୍ୟକ ହୁଏ, ବର୍ତ୍ତମାନ ବିକଳ୍ପ ଚୟନ ପାଇଁ 30 ଜୁନ କିମ୍ବା 30/6/2025 ସେହି ଅନୁଯାୟୀ ବର୍ଦ୍ଧିତ କରାଯିବ। ତେଣୁ ଆପଣମାନେ ଯେଉଁମାନେ ଏନପିଏସ୍ ଅଧୀନରେ ଅଛନ୍ତି, ୟୁପିଏସ୍କୁ ଚୟନ କରନ୍ତୁ। ଆପଣଙ୍କର ସମୟ ଅବଧି ବହୁତ ଅଛି, ତ ସମୟ ଅବଧି ବର୍ତ୍ତମାନ ସମୟ ଅବଧି ହେଉଛି 30/6/2025। ସେହି ଅନୁସାରେ ଆପଣଙ୍କର ବର୍ଦ୍ଧିତ କରାଯିବ। ତେଣୁ ଆପଣଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବ ଆବଶ୍ୟକ। ତେଣୁ ତାହା ହେଉଛି 30/6/2025 ସୁଦ୍ଧା ଆପଣମାନେ ଏନପିଏସ୍ରୁ ୟୁପିଏସ୍କୁ ପରିବର୍ତ୍ତିତ କରିବା ପାଇଁ ସରକାରଙ୍କର ମଧ୍ୟ ଅନୁରୋଧ ରହିଛି। Unified automation system is not working due to pressure of server down and using of 2-3 lakhs teachers at one times. So ଶିକ୍ଷକ ଚାପରେ ୟୁଏସ୍ ପୋର୍ଟାଲ କାମ କରୁନାହିଁ। ତେଣୁ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ସରକାର ଯୋଜନାବଦ୍ଧ ହେଉଛନ୍ତି। Unified automation system is not working due to pressure of server down and using 2-3 lakhs teachers at a time or one time. So ଶିକ୍ଷକଙ୍କର ମୋବାଇଲ ଚାପରେ ଏହି ସିଷ୍ଟମଟି କାମ କରୁନାହିଁ। ତେଣୁ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ସରକାର ଏହାର ବିକଳ୍ପ ମଧ୍ୟ ବ୍ୟବସ୍ଥା କରୁଛନ୍ତି ଯେ ଆସନ୍ତା ଜୁଲାଇରେ ୟୁଏସ୍ ସିଷ୍ଟମ କାମ ନ କଲେ ଆସନ୍ତା ଜୁଲାଇରୁ ସବୁ ବିଦ୍ୟାଳୟରେ ବାୟୋମେଟ୍ରିକ୍ ମେସିନ୍ ଲାଗିବ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।